हेलो फ्रेंड्स नमस्कार मु विकास आपण मानकु स्वागत करुछि आजिर आउ एक नुआ भिडियो रे। तो फ्रेंड्स देखंतु राज्य सरकारक तरफरु शहीद माधव सिंह हाथ खर्च योजना माध्यम रे राज्यर समस्त एसटी कैटेगरी पिलामानक पई उभय पुओ और झियो मानक पई आर्थिक सहायता भाबरे राज्य सरकार प्रत्येक वर्ष 5,000 टंका प्रदान करुछंती। राज्यर जेउ माने नवम श्रेणी और एकादश श्रेणी रे पाठ पढ़ुछंती सेमानंकु राज्य सरकार शहीद माधव सिंह हाथ खर्च बाबदରେ ଗତ ବର୍ଷଠାରୁ 5,000 ଟଙ୍କା ପ୍ରଦାନ କରନ୍ତି। ତ ବର୍ତ୍ତମାନ ଏହି ଯୋଜନାର ଅନଲାଇନ ଆବେଦନ ଚାଲୁ ରହିଛି। ତ ଚାଲନ୍ତୁ ଜାଣିବା ଏହାର ଆବେଦନ କେମିତି କରିବେ, କଣ କଣ ସବୁ ଡକୁମେଣ୍ଟ ଲାଗିଥାଏ ଏବଂ ଏହାର ଲାଷ୍ଟ ଡେଟ୍ ଟି କେବେ ରହିଛି, ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା ଏହି ଭିଡିଓରେ। ତା ପୂର୍ବରୁ ଯଦି ଆପଣମାନେ ଚ୍ୟାନେଲରେ ନୂଆ ଆସିଛନ୍ତି ତ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରି ରଖନ୍ତୁ, ଯାହା ଫଳରେ ଆମ ଚ୍ୟାନେଲରେ ଯାହା ବି ଅପଡେଟ୍ ଆସିବ ସର୍ବପ୍ରଥମେ ଜାଣିପାରିବେ। ଚାଲନ୍ତୁ ଭିଡିଓଟି ଷ୍ଟାର୍ଟ କରିବା। ଦେଖନ୍ତୁ ଶହୀଦ ମାଧବ ସିଂ ହାତ ଖର୍ଚ୍ଚ ଯୋଜନାର ଇଲିଜିବିଲିଟି କ୍ରାଇଟେରିଆ ଯଦି ଦେଖିବା ତ ଦେଖନ୍ତୁ ରାଜ୍ୟର ଯେକୌଣସି ନବମ ଶ୍ରେଣୀ କିମ୍ବା ଏକାଦଶ ଶ୍ରେଣୀରେ ପଢୁଥିବା ଏସଟି କ୍ୟାଟେଗୋରୀ ପିଲାମାନେ ହିଁ ଏହା ଆବେଦନ କରିପାରିବେ। ଏବଂ ଦେଖନ୍ତୁ ତାଙ୍କର ଫ୍ୟାମିଲି ଇନକମ୍ 2,50,000 ଟୁ ଅଧିକ ହୋଇନଥିବ ତେବେ ଆପଣ ଏହା ଆବେଦନ କରିପାରିବେ ନାହିଁ। ଏବଂ ଏହା ଆବେଦନ କରିବା ପାଇଁ ଆପଣ ଯେକୌଣସି ଗଭର୍ଣ୍ଣମେଣ୍ଟ ସ୍କୁଲରେ ପାଠ ପଢୁଥିବେ ଏବଂ ଗଭର୍ଣ୍ଣମେଣ୍ଟ ଏଡେଡ୍ ହାଇସ୍କୁଲରେ ପାଠ ପଢୁଥିଲେ ହିଁ ଏହି ସ୍କଲାରସିପ୍ ଆବେଦନ କରିପାରିବେ ଏବଂ 5,000 ଟଙ୍କା ପଇସା ମଧ୍ୟ ମିଳିବ। ତ ଦେଖନ୍ତୁ ଏହାର ଆପ୍ଲାଏ ପ୍ରୋସେସ ଯଦି ଆମେ ଦେଖିବା, ନବମ ଶ୍ରେଣୀ ପାଇଁ ଆପଣଙ୍କର ସ୍କୁଲରେ ହିଁ ଏହା ଆବେଦନ କରାଇ ପାରିବେ ଏବଂ ଯଦି ଏକାଦଶ ଦେଖିବା ତ ଆପଣ ସେଇ କଲେଜରେ ହିଁ ଏହା ଆବେଦନ କରାଇ ପାରିବେ। ତ ଯେଉଁମାନେ ସ୍କୁଲରେ ପଢୁଛନ୍ତି ତ ସ୍କୁଲରେ ଯାଇକି ଆବେଦନ କରାଇ ନିଅନ୍ତୁ ଏବଂ ଯେଉଁମାନେ କଲେଜରେ ପଢୁଛନ୍ତି କଲେଜରେ ଆବେଦନ କରାଇ ନିଅନ୍ତୁ। ଏବେ ଦେଖିବା ଏହାର କଣ କଣ ଡକୁମେଣ୍ଟ ଲାଗିଥାଏ ସେ ବିଷୟରେ ଦେଖିବା। ଦେଖନ୍ତୁ ଏହା ଯେତେବେଳେ ଆବେଦନ କରାହବ ତ ଆପଣଙ୍କର ଷ୍ଟୁଡେଣ୍ଟ ରେଜିଷ୍ଟ୍ରେସନ ନମ୍ବରଟି ଗୋଟେ ଜେନେରେଟ ହେଇଥାଏ। ଯେତେବେଳେ ଆପ୍ଲାଏ ସକ୍ସେସଫୁଲ ହେଇଥାଏ ତ ସେତେବେଳେ ଏକ ଷ୍ଟୁଡେଣ୍ଟ ରେଜିଷ୍ଟ୍ରେସନ ନମ୍ବରଟି ଜେନେରେଟ ହେଇଥାଏ। ଏବଂ ଦେଖନ୍ତୁ ଏକାଡେମି ଇୟର, ନେମ୍ ଅଫ ଦ ଷ୍ଟୁଡେଣ୍ଟ, ଜେଣ୍ଡର, ବାର୍ଥ ଇତ୍ୟାଦି ସବୁ ଦେବାକୁ ପଡିଥାଏ। ଡିଷ୍ଟ୍ରିକ୍ଟ, ଜିପି, ମ୍ୟୁନିସିପାଲିଟି, ପିନକୋଡ ସବୁ କିଛି ଦେବାକୁ ପଡିବ ଏବଂ ଦେଖନ୍ତୁ ଆପଣଙ୍କର ଏସଟି ସାର୍ଟିଫିକେଟ ମଧ୍ୟ ଦେବାକୁ ପଡିବ, ତା ସହିତ ଇନକମ ସାର୍ଟିଫିକେଟ ମଧ୍ୟ ଦେବାକୁ ପଡିବ। ତା ସହିତ ଦେଖନ୍ତୁ ବ୍ୟାଙ୍କ ଆପଣଙ୍କ ଯୋଉ ବ୍ୟାଙ୍କରେ ଖାତା ଥିବ ସେ ବ୍ୟାଙ୍କର ପାସବୁକ୍ ବି ଜେରକ୍ସ ଦେବାକୁ ପଡିବ। ଦେଖନ୍ତୁ ଏସବୁ ଦେଲେ ଆପଣ ସେ ଶହୀଦ ମାଧବ ସିଂ ଯୋଜନାରେ ଆବେଦନ କରିପାରିବେ ଏବଂ ଏହା ଆବେଦନ ପାଇଁ ଆପଣଙ୍କର ସ୍କୁଲ କିମ୍ବା କଲେଜରେ ହିଁ ଆବେଦନ କରିପାରିବେ। ଦେଖନ୍ତୁ ଏହାର ଯଦି ଆମେ ଲାଷ୍ଟ ଡେଟ୍ କଥା ଦେଖିବା ତ ଦେଖନ୍ତୁ ଏହାର ଲାଷ୍ଟ ଡେଟ୍ ଟି ରହିଛି 31 ଡିସେମ୍ବର 2025। ଏହାର ଲାଷ୍ଟ ଡେଟ୍ ଟି ରହିଛି। ତ ଯେଉଁମାନେ ନବମ ଶ୍ରେଣୀ କିମ୍ବା ଏକାଦଶ ଶ୍ରେଣୀରେ ପାଠ ପଢୁଛନ୍ତି ତ ଶୀଘ୍ର ଯାଇ ଆପଣ ଏହା ଆବେଦନ କରାଇ ନିଅନ୍ତୁ। ଏହି ଆବେଦନ ପାଇଁ ଆପଣଙ୍କର ସ୍କୁଲ କିମ୍ବା କଲେଜରେ ହିଁ ଆବେଦନ କରାଇ ପାରିବେ ଏବଂ ଆବେଦନ କରିବା ପାଇଁ ଆପଣଙ୍କୁ ତ ମୁଁ ସେଇ ସବୁ ଡକୁମେଣ୍ଟ ଜଣେଇ ଦେଇଛି। ଆଧାର କାର୍ଡ ଲାଗେ ଏବଂ ଇନକମ ସାର୍ଟିଫିକେଟ, କାଷ୍ଟ ସାର୍ଟିଫିକେଟ ଏବଂ ବ୍ୟାଙ୍କ ପାସବୁକ୍। ଆବେଦନ କଲା ପରେ ଆପଣଙ୍କୁ ଡିବିଟି ମାଧ୍ୟମରେ ପଇସାଟି ଆପଣଙ୍କ ଆକାଉଣ୍ଟକୁ ଆସିଥାଏ। ଯେଉଁମାନେ ଶୀଘ୍ର ଶୀଘ୍ର ଯାଇ ଏହା କରାଇ ନିଅନ୍ତୁ।